ପୁରୀ ଜଗନ୍ନାଥଙ୍କ ନଗରୀ। ଦିନେ ଏଠାରେ ସମୁଦ୍ର ତଟରେ ହଜାର ପର୍ଯ୍ୟଟକ ଆସନ୍ତି, କିନ୍ତୁ ରାତି ହେଲେ ସେହି ସୁନ୍ଦର ସମୁଦ୍ରଟି ଭୟଙ୍କର ରୂପ ନେଇଥାଏ। ଲୋକମାନେ ଆଜି ବି କୁହନ୍ତି, ମଧ୍ୟରାତ୍ରି 12ଟା ପରେ ଏଠାରେ ଅଦ୍ଭୁତ ଶବ୍ଦ ଶୁଣାଯାଏ। କେବେ କେବେ କାହାର କାନ୍ଦିବାର ଧ୍ୱନି, କେବେ କାହାର ପାଦଚରଣ ଶବ୍ଦ। ବହୁ ବର୍ଷ ପୂର୍ବରୁ ଗୋଟିଏ ଯୁବତୀ ଏଠାରେ ସ୍ନାନ କରିବାକୁ ଆସିଥିଲେ। ହଠାତ୍ ସମୁଦ୍ରର ତିରଙ୍ଗାରେ ସେ ବୁଡ଼ିଗଲେ ଏବଂ କେବେ ବି ଫେରିଲେ ନାହିଁ। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ତାଙ୍କ ଆତ୍ମା ଏହି ସମୁଦ୍ର କୂଳରେ ଘୂରି ବୁଲୁଛି। କେତେକ ପର୍ଯ୍ୟଟକ ନିଜ ଅନୁଭବ କହୁଛନ୍ତି, ଆମେ ସମୁଦ୍ର କୂଳରେ ଘୂରୁଥିଲୁ, ହଠାତ୍ ଦୂରରେ ଧଳା ଶାଢ଼ୀ ପିନ୍ଧିଥିବା ଜଣେ ମହିଳାଙ୍କୁ ଦେଖିବାକୁ ପାଇଲୁ। ସେ କିଛି ଦିନ ପର୍ଯ୍ୟନ୍ତ ଆମ ପାଖରେ ଠିଆ ହେଲେ, ପରେ ହଠାତ୍ ସମୁଦ୍ର ଭିତରକୁ ହଟିଗଲେ। ଅନେକ ଲୋକ କହିଛନ୍ତି ଯେ ତିରଙ୍ଗାର ଶବ୍ଦ ସହିତ କାହାର କାନ୍ଦିବାର ସ୍ୱର ବି ଶୁଣାଯାଇଛି, କିନ୍ତୁ ଚାରିପାଖରେ କେହି ବି ନଥିଲେ। ଲୋକମାନେ ଆଜି ବି ଭୟରେ କୁହନ୍ତି, ପୁରୀ ସମୁଦ୍ରରେ ରାତି 12ଟା ପରେ ଏକା ଯିବାକୁ ମୃତ୍ୟୁକୁ ଆହ୍ୱାନ କରିବା ସହ ସମାନ। ଯଦି ଗପଟି ଭଲ ଲାଗିଥିବ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ ନିହାତି କରିବେ।